ଗାଉଁଲି ଦେଶୀ ଏ ଗାଉଁଲି ଦେଶୀ କୁକୁଡ଼ାଟା ଆପଣ ଚାଷ କରିପାରିବେ। ଯଦି ଚାଷ କରୁଛନ୍ତି ତାହେଲେ ଆପଣଙ୍କ ଏଟା 4 ମାସରେ 1 କେଜି ଆପଣଙ୍କର ଗାଉଁଲି ଦେଶୀ କୁକୁଡ଼ାଟା ଓଜନ ଗେନ୍ ହେବ। ତ ଏହି କୁକୁଡ଼ା ରଖିବା ପାଇଁ ଆପଣଙ୍କୁ ବହୁତ କିଛି ଟେନସନ୍ ନାହିଁ, ଖାଲି ଓନ୍ଲି ଆପଣଙ୍କର 5ଟି ଭ୍ୟାକ୍ସିନ୍ କରିବେ। 1 ନମ୍ବର ହେଲା 7 ନମ୍ବର ଦିନରେ ଲାସୋଟା ଭ୍ୟାକ୍ସିନ୍ କରିବେ, 14 ନମ୍ବର ଦିନରେ ଗୁମ୍ବର କରିବେ, 21 ନମ୍ବର ଦିନରେ ଆପଣଙ୍କର ଗୁମ୍ବର ବୁଷ୍ଟର କରିବେ, 28 ନମ୍ବର ଦିନରେ ଲାସୋଟା ବୁଷ୍ଟର କରିବେ, ଆଉ 40ରୁ 45 ଦିନ ହେଲା ପରେ ଆପଣଙ୍କର ଫାଉଲ୍ ପକ୍ସ ଭ୍ୟାକ୍ସିନ୍ କରିବେ। ତ ଏତେ ଆପଣ ଭ୍ୟାକ୍ସିନ୍ କରୁଛନ୍ତି ତାହେଲେ ଆପଣ ଦେଶୀ କୁକୁଡ଼ାକୁ ଆଉ କୌଣସି ରୋଗ ମଧ୍ୟ ଦେଖାଯିବ ନାହିଁ। ଆଉ ଏଇ କୁକୁଡ଼ାଟା ମୁଖ୍ୟତଃ ଆପଣଙ୍କର ତା ବଡ଼ି ୱେଟ୍ଟା ବା ଆପଣଙ୍କ 1.4ରୁ କେଜି ଉପର ହେଲା ପରେ ଅର୍ 4ରୁ 5 ମାସ ଗଲା ପରେ ସେ ଅଣ୍ଡାଟା ଦେଇଥାଏ। ଅଣ୍ଡାଟା ସେ ବର୍ଷକୁ 90ରୁ 120ଟି ଅଣ୍ଡା ଦେଇଥାଏ। ଏହି କୁକୁଡ଼ାର ଚିଆଁ ଦରକାର ଅଛି ତାହେଲେ ଆପଣମାନେ ଯୋଗାଯୋଗ କରନ୍ତୁ ମୁଁ କୃଷକକୁ। ଏଇ ଜାଗାରେ ଯେଉଁ ନମ୍ବର ଅଛି ନମ୍ବରରେ ଯୋଗାଯୋଗ କରିକି ଆପଣମାନେ ନିଜକୁ ଅର୍ଡ଼ର କରିପାରିବେ।